ओडिशा पीपुल जय जगन्नाथ वेलकम टू माय न्यू ब्लॉग आशा करुच्ची आपण मैंने समस्ते भले थे आउ कालीर वीडियो आज मुझे पकई सारे आपण मैंने देखी ना देखूँ आज आम जाऊँ आम जगतसिंहपुर बाबा गोरखनाथ आ माँ सारण पाखक आमर जो भाउज दीदी समस्ते गले मेरे पिला माने आउ झीआरी हरिका ये गोटे बड़ झीआरी अच्छी आ मो सान भौणी अच्छी तार आम गोटे स्कूटी जीवु मम्मी ये जीवनी मम्मी घर जगिब गाईटा उत्पादी आम रोचे मजा गाईटा फिटी जस्ट पलैला आणिकी बांधीचु जीवु चलन जी बहुत टाइम है गाड़ी चढ़ा देलु मम्मी गाड़ी चढ़ा जीवु जीवु बोली टाइम हो गला 8:30 रु 9:30 घंटा हो बहीचु ऑटोटा आसी ना ऑटो आसला ऑटो से गले भारी मुझे माँ दौर चलन जी दर्शन करके आसिया बहुत दिन पर आसिक दर्शन कर सारे दर्शन करके बाहर के जाऊँ गोरखनाथ बाबा गोरखनाथ मंदिर जाऊँ ये साउंड हो बहुत जोर नॉइज हो से लगे एत वीडियो करनी देखिए माइकटा तार ये लगी ये सूचना सब चलती मानने कहूँ सेपटे आम अटो बसले सब जी बोली आम मोर सान भौणी गोटे झीआर आम जीव आम गोटे स्कूटी जाऊँ चलो जा गोरखनाथ मंदिर खरा जोर जोर है आम आसिक गोरखनाथ मंदिर में पहुँची गलु पचर से आसुँच आम स्कूटी आइलु जोर पलि देखा मंदिर रोडटा यहाँ देखिए मंदिर जाऊँ से रोड चलो आगे आगे जाए देखो आप आम गोरखनाथ मंदिर बारे पूरा पहुँची गलुँ ये देखिपे गाड़ीटा मुझे रखीदेली दिन सेपटे ओल्ल चलन जा फ्रंट पटे होपट को जा ना यपटे जा चलन जा मंदिर बेढ़ाटा देखा आपण मानू बहुत दिन पर माने मिनिमम 4-5 मास पर कि बेसी होपर मुझे दर्शन करने लगी सेपटे शाला मंदिर में बहुत जोर नॉइज होता से लगे आठी वीडियो एत करहलानी बहुत माने माइक चलता साउंड भी जोर होता है भी अच्छी भितर कारण ये सैड्रे चलन जी देखा
ଏବେ ଟାଇମ୍ ହେଇଗଲାଣି 10ଟା ରାତି। ଆଉ କାଲି ମାନେ କାଲି କ'ଣ କହୁଛି ଆଜି ସକାଳୁ ଯାଇଥିଲୁ ଗଲୁ ଶାରଳା ଗୋରେଖନାଥ ଯାଇ ଠାକୁରଙ୍କ ପାଖରୁ ପଳେଇ ଆଇଲୁ। ଆଉ ଆସିକି ଆସିକି 2ଟା ପରେ ହେଇଗଲାଣି। ତାପରେ ଖାଇକି ଜଳଖିଆ ଟିକେ ପଳେଇ ଯାଇଥିଲୁ, ଆସି ଶୋଇପଡ଼ିଥିଲି। ଶୋଇକି ଉଠି ଆସିଲା ବେଳକୁ ଦେଖିଲା 6ଟା ହେଇଗଲାଣି ଟାଇମ୍। ତାପରେ ଟିକେ ମେସିନ୍ ଚଲା ହେଉଥିଲା, ମେସିନ୍ ଚଲା ହେଇସାରିଲା ପରେ ଏବେ ଖାଇବା ସମସ୍ତେ ଖାଇସାରି ମୁଁ ଏକା ବାକି ଅଛି ଖାଇବାକୁ ମୋ ପାଇଁ। ଆଉ ଏବେ ଦେଖଉଛି ଆଜି ଏତିକ ଚଲା ହେଇଛି, ଆଉ ଏତିକ ନାହିଁ ଏତିକ ଆଜି ଏତିକ 2ଟା ମୁଁ ବାହାର କରିଛି। ଆଉ ବେଶୀ କରିନି, ଲେଟ୍ ବି ହେଇଗଲାଣି। ଧୀରେ ଧୀରେ ଶିଖା ହେଉଛି, ଏବେ ଧୀରେ ଧୀରେ ଇମ୍ପ୍ରୁଭ୍ ହେଲାଣି। ଆଗକୁ ଆହୁରି ବଢ଼ିଆ ପ୍ରଡକ୍ସନ୍। ଫୋନ୍ ବି ଟିକେ ଚାର୍ଜ ନଥିଲା, ସେଇ ଲାଗି ଆଉ ଭିଡ଼ିଓ ସର୍ଟ କରିନଥିଲି, ବିରକ୍ତ ଆଜି ଲାଗୁଥିଲା ବୋଲି। ଚାଲନ୍ତୁ ଯିବା ଖାଇବା। ସାନ ଏଠି ବାଢ଼ୁଛନ୍ତି ଏଇଠି, ରାତି ବହୁତ ହେଲାଣି। ଆଜି ବେଶୀ ବି ସର୍ଟ ନେଇନି, ଠାକୁରଙ୍କର ବି ଯାହା ଯେତିକି ନେଇଛି 5-7 ମିନିଟ୍ର ବି ଭିଡ଼ିଓ ବି ହେବନି ଆଜି କିନ୍ତୁ ଗୋରେଖନାଥ ଦେଖେଇଛି। ଆଉ ପବ୍ଲିକରେ ଶାଳଙ୍କ ପାଖରେ ବହୁତ ନଏଜ୍ ଥିଲା, ସେଠି ଆଉ ବେଶୀ ଭିଡ଼ିଓ କରିହେଲାନି, ପୁରା ଜୋର ସାଉଣ୍ଡ ଆଉଥିଲା। ଆଉ ଗୋରେଖନାଥ ବି ବେଶୀ କରିନି, ପବ୍ଲିକରେ ଏତେ କରୁନି ଏବେ, କାରଣ ତ କହିଛି ମୁଁ ଟିକେ ଏବେ ନର୍ଭସ୍ ଲାଗୁଛି। ଧୀରେ ଧୀରେ ପବ୍ଲିକ ଯିବା, ପବ୍ଲିକରେ ଭିଡ଼ିଓ କରିବା। କାଲି ଅଛି ଆମ ସେପଟ ସେ ଲାଇନ୍ ମୋର ଜାଣିଥିବି ବିଶ୍ୱନାଥ ବାବା ଅଛନ୍ତି ଆମର ସେପଟ ସାଇଡ଼ରେ, କଟକ ଲାଇନ୍ରେ ବୋଧେ, ବଡ଼ସ୍ପୁର କଟକ ଲାଇନ୍ ସେପଟେ ବାବା ବିଶ୍ୱନାଥ, ତାଙ୍କ ସେଠି କାଲି ପୁଣ୍ୟାଳତି ଯଜ୍ଞର କାଲି ସେଠି ଯିବାର ଅଛି, ପୁରା ବୁଲିବା ମାନେ ଦେଖିବାକୁ ଯିବା। ଆମେ ମାନେ ମୁଁ ଯିବି ବୁଲି ଦେଖିବାକୁ, ଆପଣମାନେ ଦେଖିବେ ସେଠି ବଢ଼ିଆ, ସେଠି ଭଲସେ ହୁଏ ଯଜ୍ଞଟା, ବହୁତ ଲୋକ ଆସନ୍ତି ବି। ଆଉ ଏବେ ଚାଲନ୍ତୁ ଯିବା ଖାଇବା ବଢ଼ା ହେଇଗଲାଣି, ଖାଇସାରିକି ତାପରେ ଆପଣଙ୍କୁ ଦେଖୁଛି। ଚାଲ, ଖାଇବା ମୋର ସରିଗଲା, ମମି ଖୁଆଇଦେଲା। ରାତିରେ ଆଉ ଖାଇବାକୁ ଇଚ୍ଛା ହେଉନଥିଲା, ମମି ଟିକେ ବାଧ୍ୟ କରି ଖୁଆଇଦେଲା, ବଢ଼ା ହେଇଥିଲା ବୋଲି। ଆଉ ଟାଇମ୍ ତ ଏବେ କେତେଟା 10:30 ପୁରା ଟାଇମ୍ ହେଇଗଲାଣି। ଆଉ ମୁଁ ବାହାରକୁ ଆଇଛି, ବାହାରକୁ ଟିକେ ଯିବା, ତାପରେ ଯିବା। ଏଇ ମମି ଏଠି ଅଇଁଠା ବାସନଟା ନେଇ ଯାଉଛି, ଏବେ ଗାଡ଼ିଆରେ ବୁଡ଼େଇବ, ବୁଡ଼େଇକି ଧୋଇ ଧାଇ ହେଇ ଆସିବୁ ମା ପୁଅ, ତାପରେ ଶୋଇବୁ। ଆମ ଏଇଠି ମଙ୍ଗଳା ମଠରେ ଯୋଉ ଆପଣଙ୍କୁ ଦେଖୁଥିଲି ମଠ, ଥରେ ଯୋଉ ଯାଇଥିଲି ଜଗନ୍ନାଥ ମନ୍ଦିର, କୋଉଠୁ ପ୍ରଥମ ପୁରୀରୁ ଆସିଲା ପରେ ବୋଧେ ଯାଇଥିଲି ଥରେ ମଝିରେ, ସେଇଠି ନାଇଁ ନୂଆବର୍ଷ ଦିନ ବୋଧେ, ନୂଆବର୍ଷ ଦିନ ତାପରେ ମୁଁ ବୋଧେ ସେଇଭଳିଆ ନା କ'ଣ, ସେଇଠି ଏବେ ଆମର ମଠରେ ପ୍ରବଚନ ଚାଲିଛି। ଯିବି ବୋଲି ଯାଇ ହେଉନି, ଏପଟ ସେପଟ ରହୁଛି। ଏବେ ବି ରାତିରେ ଆଜି ବି ଭିଡ଼ିଓ ଏତେ କରିହେଲାନି, କାମ ମାନେ ଶିଖିବାକୁ ପଡ଼ୁଛି ନା, ସେତେବେଳେ ସେ ଟାଇମ୍ରେ ଭିଡ଼ିଓଟା କିଏ କରିବାକୁ ହେବନି, ମମି ହେରିକା କିଏ କରିପାରିବେନି, ଝିଅ ହେରିକା ପାଠ ପଢ଼ୁଥିଲେ ତାଙ୍କର। ଆଉ ସମସ୍ତେ ଏପଟ ସେପଟ ଥିଲୁ, ମମି ଶିଖୁଥିଲା, ମମି ବି ଆଜି ଟିକେ ଶିଖୁଥିଲା, ମୁଁ ବି ଆଜି ଶିଖିଲି। ଧୀରେ ଧୀରେ ଆଉ 2-3 ଦିନ ଟାଇମ୍ ଲାଗିବ ଶିଖିବା ଲାଗି। ଆଉ 2-4 ଦିନ ଭିତରେ ପୁରା ଭଲସେ ଶିଖିଯିବା, କେମିତି କ'ଣ ତାର ଆଡ଼ଜଷ୍ଟମେଣ୍ଟ କ'ଣ। ଆଉ ଦେଖିଲି ତ ସେଇଟା, ଏବେ ମେସିନ୍ ଆଜି ଚାଲିଛି ଜମା 2 ଘଣ୍ଟା ଦିନ ଜାଗାରେ, ସକାଳୁ ଏପଟ ସେପଟ ଥିଲୁ। ଆଉ ସାନ ବି ଶୋଇନାହାନ୍ତି, ସମସ୍ତେ ଶୋଇଲେଣି। ସାନ ବି ଆଇଛନ୍ତି, ସାନଟାକୁ ଆମର ଏକ କରିବାକୁ ତାର ଯେମିତି ପାଗଳ ନିଶା ଖାଇଲେ ଚାଲନି ଲୋକ, ସେମିତି ଚାଲି ସେ ଆଇଛି। ଆଉ ନିଶା ଖାଇଲା ବେଳେ ସେ ଚାଲିନି, ଢଳି ଚାଲୁନି, ଭଲ କଥା। ମମି କହିଲା ହଁ, ଏମିତି ଶିଖିବାକୁ ପଡୁଛି। 2-4 ଦିନ ଆଉ ଟାଇମ୍ ଲାଗିବ, 2-4 ଦିନ ଖଣ୍ଡେ ଟାଇମ୍ ଲାଗିବ, ପୁରା ଭଲ ଶିଖିଯିବୁ। ସିଏ ବି ପଳେଇବେ ତାରି ଭିତରେ ସେମାନେ, ଆଉ ତାଙ୍କର ବି କାମ ଅଛି। ଆଉ ସେଇ ଲାଗି ସେ ତାଙ୍କ ଗାଁକୁ ପଳେଇବେ। ତାପରେ ମାଲଟା ବି ମୁଁ ଯାଇକି ଆରି ଭିତରେ ତାପରେ ଯାଇ ଆଣିବି। ଦିଦି ଯୋଉ ଆସିଛନ୍ତି ତା ଯାଇକି ଭୁବନେଶ୍ୱରରୁ ମାଲ ଆଣିବି। ହେଇ ଆଇଲେ ସାର୍, ଆଉଥରେ ମୁତିଲେଣି ହେଇଠି। ପୁରା ନିଶା ମାନେ ପୁରା ଜବର ଆକାରରେ ପଡିଯିବୁ ରେ। ଏଇ କୁଆଡେ ହିଆଡେ ଘର ନାହିଁ, ଘର ଇଆଡେ, ଘରୁ ଯା ହାରି, ଯା ଘରୁ ଯା। ମାମା ଯିବ ବା, ତୁ ଯାଉନୁ ସିଆଡେ, କୁଆଡେ ଘର ନାହିଁ ରେ।
ତା ଜବର ଜୋରରେ ନିଦ ଖରାରେ ନ ଶୋଇ ଉତ୍ପାତିଆ ହେଇ ଡେଇଁ ଡେଇଁ କରୁଥିଲେ ଶୋଇନାହାନ୍ତି ସେଇଲାଗି ତାକୁ ପୁରା ଜବର ଜୋର ନିଦ। ଏବେ ମୋତେ ବି ଜୋର ନିଦ ଲାଗିଲାଣି ଯିବା ଶୋଇବା ଆଉ ଶୋଇବା କ'ଣ ଚାଲନ୍ତୁ ଯିବା। ଏବେ ଏଇଠି ଭିଡ଼ିଓକୁ ଏଣ୍ଡ କରୁଛି ଆସି ବାହାରେ ଆସି ମାନେ ରାତି 10:30 ହେଲେ ବାହାରେ ଆସି ମୁଁ ଏଣ୍ଡ କରୁଛି ଭିଡ଼ିଓକୁ। କେଉଁ ରେଟ୍ରେ ଅନ୍ଧାର ଗାଡ଼ି ତୁଟିରେ ଠିଆ ହେଇଛି ଆଉ ଏବେ ଭିଡ଼ିଓକୁ ଏଣ୍ଡ କରିବା। ଆପଣମାନଙ୍କ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲ୍ ନୂଆ ହେଇଥିଲେ ସବସ୍କ୍ରାଇବ୍ କରନ୍ତୁ, ଆପଣମାନଙ୍କ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। ଜୟ ଜଗନ୍ନାଥ।